ତ ନିଜ କାମ କରୁନାହାନ୍ତି ୟାଙ୍କ କହିଲେ ଘର ଦ୍ୱାର କଣ ସଫା କରିବେ? ତାକୁ ସଫା କଲେ କିଛି ହବନି। अच्छा जी। ଆରେ ତୁ ଟିକେ ନିଜେ ସଫା ସୁତୁରା ରହୁନୁ। ଗୋଟେ ନିଜେ ଗୋଟେ ଭଲ ଶାଢୀ ପିନ୍ଧିବା କି ନିଜେ ଟିକେ ସଜବାଜ ହବା। ଘରୁ କେତେ ଲୋକ ଆସୁଛନ୍ତି କହିଲୁ? ମୋ ସାଙ୍ଗ ପିଲା ଗୁଡା ଆସୁଛନ୍ତି, ବାହାର ଲୋକ ଗୁଡା ଆସୁଛନ୍ତି, ସେମାନେ କଣ ଭାବିବେ? ଭାବିବେ ଏଡେ ବଡ ପିଲାଟା ହେଲାଣି ତା ମାଆକୁ ବୋଧେ କିଛି ଦଉନି। ତୋର ଯାହା ଦରକାର ହେଲେ ମତେ ମାଗୁନୁ। ତୁ ଟିକେ ଭଲ ଦେଖାଯାଉନୁ, କଣ ଦେଖାଗଲୁଣି କହିଲୁ? ସେମାନେ ତାହେଲେ ତତେ ଖରାପ ହଉଛନ୍ତି ନାଇଁ? ଆଚ୍ଛା ହଉ। A few moments later. ଆରେ ଏପଟେ ଟିକେ ଶୁଣିଲୁ, ମତେ ଟଙ୍କା 15,000 ଦବୁ। 15,000 ଟଙ୍କା ନେଇ ତୁ କଣ କରିବୁ? ଦେଖେ ଫାଷ୍ଟ ଗୋଟେ ଭଲ ଶାଢୀଟେ କିଣିବି, ଆଚ୍ଛା। ତାପରେ କିଛି ମେକଅପ ଜିନିଷ କିଣିବି, ଠିକ ଆଉ ହେ। ପାର୍ଲର ଟିକେ ନଗଲେ କଣ ଭଲ ଦେଖାଯିବି କହିଲୁ? ସମझ गया। ଏତିକିରେ ତ 20-25 ଟଙ୍କା ଯିବ। ଆଉ ଯାହା ଦରକାର ହବ ମୁଁ ମୋ ହାତରେ ପକେଇ କରିବି। ତୁ ଖାଲି ମତେ ଟଙ୍କା 15,000 ଦେ। ଆରେ ଚାଇଲୁ ଦାଣ୍ଡକୁ ତତେ କିଏ ଅସୁନ୍ଦର କହିଦବ? ମୋ ମା ତ ସେମିତି ସୁନ୍ଦର, ପାର୍ଲର ଫାର୍ଲର ଯାଇ କିଛି ଦରକାର ନାହିଁ। କାହିଁ ସେଠି ଯାଇ ପଇସା ଖର୍ଚ୍ଚ କରିବୁ? କିଛି ଦରକାର ନାହିଁ। ସେ 5 ଲୋକ କଥା ଶୁଣିଲେ ଆମେ ରାସ୍ତାରେ ଚାଲିପାରିବା କହିଲୁ? ସେ ଆମକୁ ଖାଇବାକୁ ଦଉନି ନା ଆମଠୁ ଖାଉନି? କିଛି କାହା କଥା ଶୁଣନା। ଦେଖିଲୁ କେଡେ ସୁନ୍ଦର, ଅଯଥା ଖର୍ଚ୍ଚ କଣ ଦରକାର? ଆରେ ବାପା ତତେ ଏଡିକିଟି ରୁମ ଏଡୁଟେ ଗଲାଣି। କୋଉ ସୁଇଚ ମାଇଲେ ଲାଇଟ୍ ଜଳିବ, କୋଉ ସୁଇଚ ମାଇଲେ ଫ୍ୟାନ ବୁଲିବ, ଏଟା କଣ ମୁଁ ଜାଣିନି?